ଲୋକାଲିଟିରେ ପଣ୍ଡାମାନେ ସବୁ ଚରନ୍ତି ଗାଁ ଗହଳିରେ ରାସ୍ତା କଡ଼ରେ କିନି ତାଙ୍କର ଚରିବା ଗୋଟେ ଅଲଗା ଗୋଟେ ମାନେ ଗାଁ ଗହଳିରେ ରହିକି ଜନ୍ତୁ ପୋଷିବା ବା ପଣ୍ଡା ଜନ୍ତୁକୁ ରଖିବା ବା ତାଙ୍କୁ ପାଳିବା ତାଙ୍କର ଖାଦ୍ୟପେୟର ଯତ୍ନ ନେବା ତାଙ୍କର କେୟାର ନେବା ଏସବୁ କରିବା ବହୁତ ଡିଫିକଲ୍ଟ ମଧ୍ୟ ହେଇଯାଉଛି ଚାଷୀମାନଙ୍କୁ ମଧ୍ୟ କିଛି ଚାଷୀ ରଖୁଛନ୍ତି ସମ୍ଭାଳିକି କିଛି ଚାଷୀଙ୍କ ପାଇଁ ଡିଫିକଲ୍ଟ ହେଇଯାଉଛି ତେଣୁକରି ଭିଡ଼ିଓକୁ ସବସ୍କ୍ରିପସନ୍ କରିଦିଅନ୍ତୁ ଫେସବୁକ୍ ଆଉ ଇନଷ୍ଟାରେ ଦେଖୁଥିଲେ ଫଲୋ କରିଦିଅନ୍ତୁ ଆଉ ଏଇ ଯେଉଁ ପଣ୍ଡା ଅଛନ୍ତି ପ୍ରାୟତଃ କୌଣସି କାର୍ଯ୍ୟ ପାଇଁ ତାଙ୍କୁ ନିୟୋଜିତ କରିସାରିଲା ପରେ ତାଙ୍କୁ ଖାଦ୍ୟ ପାଇଁ କୌଣସି ମାନେ ଚାରା ଭୂଇଁ ଭିତରେ ଚରା ଭୂଇଁ ଯେଉଁଠି ଥିବ ସେ ଚରା ଭୂଇଁରେ କିନି ଛାଡ଼ି ଦିଅନ୍ତି ଚରିବା ପାଇଁ ନାଇଁ ତ ରାସ୍ତା କଡ଼ମାନଙ୍କରେ ପ୍ରାୟତଃ ସବୁ ଘାସ ଥାଏ ସେ ଘାସ କରିବା ପାଇଁ ଛାଡ଼ି ଦିଅନ୍ତି କିନ୍ତୁ ଏବେକା ପରିମାଣରେ ହାଇବ୍ରିଡ଼ ଯୁଗରେ କିନି ବହୁତ ଚାଷୀମାନେ ବର୍ତ୍ତମାନ କ'ଣ କଲେଣି ନା କିଛି ଚାଷ କଲେଣି ଘାସର କିଛି ଚାରା ଲଗେଇଲେଣି ତେଣୁକରି ସେ ଘାସ ଚାରା କିଣିବାକୁ ଚାହୁଁଥିଲେ ଆମ ଟ୍ୟାଗ୍ରେ ଅଛି ନେଇପାରିବେ ତେଣୁକରି ଏ ଯେଉଁ ଘାସ ଚାରା ଲଗାଉଛନ୍ତି ଏ ଘାସ ଚାରା ଗୁଡ଼ାକ ମାନେ ଖାଇବା ପାଇଁ ତାଙ୍କୁ ମଧ୍ୟ ବହୁତ ସଫିସିଏଣ୍ଟ ମିଳିଯାଉଛି ତେଣୁକରି ଆପଣମାନେ ଚାହିଁଲେ ମଧ୍ୟ ସେ ଆପଣଙ୍କ ଖାଦ୍ୟ ଯଦି ଯୋଗାଡ଼ କରିପାରୁନାହାନ୍ତି କୁଆଡ଼ୁ ତେଣୁକରି ଘାସ ଚାରା ହିଁ ଲଗାଇ ଦିଅନ୍ତୁ ନିଜ ବାରିପଟେ ତେଣୁକରି ତାଙ୍କୁ ଖାଦ୍ୟ ମଧ୍ୟ ଯୋଗାଇବା ପାଇଁ କିଛି ଅସୁବିଧା ହେବ ନାହିଁ ଆଉ ଏଇ ପ୍ରଜାତିର ମଇଁଷି ବା ପଣ୍ଡା ମାଇ ମଇଁଷି ହୁଅନ୍ତୁ ବା ପଣ୍ଡା ହୁଅନ୍ତୁ ଅନ୍ୟ ଜାତିର ପଣ୍ଡା ହୁଅନ୍ତୁ ବା ପଢ଼ୁଅ ହୁଅନ୍ତୁ ଯାହା ବି ହୁଅନ୍ତୁ ଆପଣମାନେ ଯଦି ସେଲ୍ସ କରିବାକୁ ଚାହୁଁଛନ୍ତି ତାହେଲେ ଆମ ସହିତ ଯୋଗାଯୋଗରେ ରୁହନ୍ତୁ ତା ସହିତ ଆମକୁ କିଛି ଭିଡ଼ିଓ ଦିଅନ୍ତୁ ଯାହାଦ୍ୱାରା ଆପଣମାନେ ସେଲ୍ସ କରିପାରିବେ ନାହିଁ ତ କିଣିବାକୁ ଥିଲେ ମଧ୍ୟ ଆମ ପାଖରୁ କୌଣସି ପଶୁ ଜନ୍ତୁ ବା କୌଣସି ମଇଁଷି ପଣ୍ଡା ଜନ୍ତୁ ବା ପଢ଼ୁଅ ଜନ୍ତୁ କିଣିପାରିବେ ଆପଣମାନେ।